ତମେ ବ୍ୟସ୍ତ ହୁଅନି, ତମେ ଏଇଠି ଥାଅ, ମୁଁ ଯାଉଛି ଦାନା ନେଇକି ଆସିବି। ଜଙ୍ଗଲରେ ତ ଏବେ ଯେମିତି ମରୁଡ଼ି ପଡ଼ିଲାଣି, କୋଉଠି ବି ଦାନା ମିଳୁନି। ତା ସାଙ୍ଗକୁ ଏ କାଲୁ ଭାଇ ଯେତେ ବି ଦାନା ଆଣିଲେ ସବୁ ଛଡ଼େଇକି ନେଇଯାଉଛି। ତମେ ଏଇଠି ଥାଅ, ମୁଁ ଦାନା ନେଇ ସାଙ୍ଗେ ସାଙ୍ଗେ ଆସୁଛି। ଏତିକି କହି ଟୁନି ଚଢ଼େଇ ଦାନା ଖୋଜିବାକୁ ଜଙ୍ଗଲ ଭିତରକୁ ଚାଲିଗଲା। ଏମିତି ସିଏ ଜଙ୍ଗଲ ଭିତରକୁ ଯାଇ ଯାଇ ଦାନା ଖୋଜୁ ଖୋଜୁ ତାକୁ କୋଉଠି ବି ଦାନା ମିଳିଲାନି। ଏମିତି ସିଏ ଜଙ୍ଗଲ ସାରା ବୁଲିଗଲା, ହେଲେ ତାକୁ କୋଉଠି ବି ଦାନା ମିଳିଲାନି। ତାପରେ ସିଏ ନିରାଶ ହୋଇ ଯାଇକି ଗୋଟେ ନଦୀ କୂଳରେ ବସିଗଲା। ହାୟରେ କପାଳ, ମୋ ଭାଗ୍ୟ ଏତେ ଫଟା ଯେ ମୁଁ ମୋ ଦୁଇ ଛୁଆଙ୍କୁ ଟିକେ ଭଲରେ ଦାନା ବି ଦେଇ ପାରୁନି ଖାଇବାକୁ। ସତରେ ମୁଁ କେତେ ହତଭାଗା ମାଟିଏ, ମୋ ଭାଗ୍ୟ କେତେ ଖରାପ। ମୁଁ ତାଙ୍କୁ ଟିକେ ଖୁସିରେ ଖୁଆଇ ବି ଦେଇ ପାରୁନି। ଏତିକି କହି ଚଢ଼େଇଟି ଜୋରରେ କାନ୍ଦିବାକୁ ଲାଗିଲା। ସେହି ସମୟରେ ପାଣିରୁ ଜଣେ ଦେବତା ବାହାରିକି ଆସିଲେ। ଟୁନି ଚଢ଼େଇ, ତୁମେ କଣ ପାଇଁ କାନ୍ଦୁଛ? ମୁଁ ତୁମକୁ ସବୁବେଳେ ଏଇ ନଦୀ କୂଳରେ ଦେଖେ। ତମେ ବହୁତ ଶାନ୍ତ ଆଉ ବହୁତ ଭଲ। ହେଲେ ତୁମର କଣ ଅସୁବିଧା ହେଇଛି ଯେ ତୁମେ କାନ୍ଦୁଛ? ମତେ କୁହ, ମୋ ଦ୍ୱାରା ଯଦି ହେଇପାରିବ ତାହେଲେ ମୁଁ ତୁମ ଅସୁବିଧାକୁ ଦୂରେଇବାକୁ ଚେଷ୍ଟା କରିବି। କଣ ହେଇଛି ତୁମର, ମତେ ତ କୁହ। ମୁଁ ଜାଣିଛି ତୁମେ ବହୁତ ନିରୀହ ଓ ସରଳ ଚଢ଼େଇ। ମୁଁ ଏ ଚକି, ଇଏ ତୁମର ସବୁ ଆବଶ୍ୟକତା ପୂରଣ କରିବ, ତୁମକୁ ଖାଦ୍ୟ ବି ଦେବ।